आज ମୁଁ ଲାଲଚାନ୍ଦରୁ କ'ଣ ଆଣିଲି ଭିଡ଼ିଓଟି ଲାଷ୍ଟ ଯାଏ ଦେଖନ୍ତୁ। ହାଇ ଏଭ୍ରିୱାନ୍, ଜୟ ଶ୍ରୀ ଜଗନ୍ନାଥ। ଆଜି ସକାଳୁ ସକାଳୁ ଉଠି ସାରିଲା ପରେ ଠାକୁରଙ୍କୁ ପ୍ରଣାମ କରିଦେଇଥିଲି। ତାପରେ କିଚେନ୍ ପଳେଇଥିଲି। କିଚେନ୍‌ରେ 2 କପ୍ ଚା ବନେଇଥିଲି। କାରଣ ସକାଳୁ ସକାଳୁ ଟିକେ ଚା ନ ପିଇଲେ ମନଟା ଜମା ବି ଭଲ ଲାଗେନି। ମୁଁ ଗୋଟେ କପ୍ ଚା ପିଇ ସାରିବା ପରେ ବାବୁଙ୍କୁ କହିଲି, ଆରେ ଆସୁନ ତମ ଚା ଥଣ୍ଡା ହେଇଯାଉଛି ପିଇବ। ବାବୁ ଆମର ଗୋଟେ ମ୍ୟାଟ୍ ଅନବକ୍ସିଂ କରୁଛନ୍ତି। ସିରିୟସଲି ମ୍ୟାଟ୍‌ର କ୍ୱାଲିଟି ଆଉ ମ୍ୟାଟ୍‌ଟା ବହୁତ ବଢ଼ିଆ ଲାଗୁଛି। ଯଦି ଆପଣମାନଙ୍କୁ ଦରକାର ମୁଁ ସ୍କ୍ରିନ୍ ଉପରେ ଟ୍ୟାଗ୍ କରିଛି, ବାଏ କରିବେ। ଦେନ୍ ଆମେ ସମସ୍ତେ ମିଶିକି ବାହାରି ପଡ଼ିଥିଲୁ ଆଜି ସପିଂ କରିବାକୁ ଯିବା ପାଇଁ। ଆପଣମାନେ ତ ଜାଣିଥିବେ ଜେଜେବାପା ପୁଅର ଜନ୍ମଦିନରେ କିଛି ପଇସା ଦେଇକି ଯାଇଥିଲେ, ଆଉ ତା ପାଇଁ ଆମେ କିଛି ଗୋଲ୍ଡର ସପିଂ କରିବୁ ଆଜି। ତ ଚାଲନ୍ତୁ ତା ପୂର୍ବରୁ ଆମେ ଟିକେ ଆଦିତ୍ୟରେ ଲଞ୍ଚ କରିବା ପାଇଁ ଆସିକି ବସି ପଡ଼ିଥିଲୁ। ହେଲେ ଶ୍ରେୟାଂଶ ବାବା ଯେଉଁ ହଇରାଣ ମୋତେ କରୁଥିଲା, ମୋର ଥିଲା ପିଓର ଭେଜ୍, ତାଙ୍କର ଥିଲା ନନ୍‌ଭେଜ୍। ଖାଇବାଟା ବହୁତ ହି ଟେଷ୍ଟି ହେଇଥିଲା। ଖାଇସାରିବା ପରେ ଆମେ କେମିତି ଯିବୁ ଜୁଏଲାରୀ ସପ୍ କିଣାକିଣି କରିସାରିବା ପରେ ମୁଁ ଶ୍ରେୟାଂଶ ବାବା ପୁଣି ଘରେ ଗଲେ ଖାଇବ, ତା ପାଇଁ ମୁଁ ପୁରା ଟେନସନ୍। ଆମେ ସମସ୍ତେ ଲଞ୍ଚ କରିକି ଜଲ୍ଦି ଜଲ୍ଦି ପଳେଇ ଆସିଥିଲୁ ଲାଲଚାନ୍ଦ। ଆପଣମାନେ ଦେଖିପାରୁଥିବେ ମୋ ଶ୍ରେୟାଂଶ ବାବା ତା ଜ୍ୟାକେଟଟା ପିନ୍ଧିନି, ଗୋଟେ ପ୍ୟାଣ୍ଟ ଗୋଟେ ସାର୍ଟ ପିନ୍ଧିକି ପଳେଇ ଆସିଛି, କାରଣ ସେ ବହୁତ ଦୁଷ୍ଟ ହେଉଛି ଏବେ। ତ ଆମେ ସମସ୍ତେ କିଣାକିଣି କରି ଘରକୁ ଫେରିଲୁ। ଆଉ କ'ଣ ଆମେ ଗିଫ୍ଟ ଆଣିଛୁ ଆପଣମାନେ ନେକ୍ସଟ ଭିଡ଼ିଓରେ ଦେଖିବେ। ରହୁଛି, ବାଏ, ଲଭ୍ ୟୁ ଅଲ୍।